ଅଛି ଆଗକୁ? ସଂସ୍ଥାଟି ଖୋଲା ହେଇଛି ଆମର ତୃତୀୟ ୟୁନିଟ୍ ଭୁବନେଶ୍ୱରର। ଆଉ ଆମେ ଏଇଟା ଲୋକଙ୍କର ଏଇ ଯେଉଁ ସମ୍ ହସ୍ପିଟାଲକୁ ଆଖି ଆଗରେ ରଖିକି ଲୋକଙ୍କୁ କିଛି ଭଲ ସୁବିଧାରେ ଖାଦ୍ୟ ପାନୀୟ ଯୋଗାଇ ଦେବା ପାଇଁ ଆମେ ୟୁନିଟ୍ଟା ଖୋଲିଛୁ। যেটা আপনার মল্টি ক্ୟୁଜିନ୍ ରେଷ୍ଟୁରାଣ୍ଟ ରହୁଛି ଆପଣଙ୍କ ସାର୍ ଫୁଡ୍ ମେନୁ କ'ଣ କ'ଣ ରହିଯାଉଛି ଯଦି ଦେଖିବା ଲୋକମାନଙ୍କ ପାଇଁ କ'ଣ କ'ଣ ସବୁ ଖାଦ୍ୟ ଆଭେଲେବୁଲ୍ ରହିବ? ମଲ୍ଟିରେ ଆମେ ବେସିକାଲି ଆମେ ଇଣ୍ଡିଆନ୍ ଉପରେ ବେଶୀ ଫୋକସ୍ କରୁଛୁ। ପ୍ଲସ୍ ଯେଉଁମାନେ ଯେଉଁ ଟାଇପ୍ର ଖାଦ୍ୟ ଇଏ ଚାହିଁବେ ଆମେ ସେଇଟା ଯୋଗାଇ ଦେବୁ। ଆଚ୍ଛା ଯଦି ଦେଖିବା ଆଜ୍ଞା ସମ୍ ପାଖରେ ଆପଣ ଗୋଟେ ବ୍ରାଞ୍ଚଟା ଖୋଲିଛନ୍ତି, ହସ୍ପିଟାଲ ନିୟର ଏରିଆ ରହୁଛି, ତ ସେମିତି ଦେଖିବାକୁ ଗଲେ ଖାଦ୍ୟର କ୍ୱାଲିଟି କ'ଣ କେମିତି ରଖିବେ ବୋଲି ଭାବୁଛୁ? ଆପଣମାନେ ଦେଖିବେ ଆମେ ଯେଉଁ ଖାଦ୍ୟର କ୍ୱାଲିଟିଟା ବିଭିନ୍ନ ଟାଇପ୍ର ଆମେ କରିଛୁ, ଯେଉଁଟାକି ଆପଣ ଏ ଏରିଆରେ ଦେଖିବେ ଏଇ ଟାଇପ୍ର କ୍ୱାଲିଟିର ଖାଦ୍ୟ ବି ଆପଣଙ୍କର ଆମ କିଚେନ୍ରେ ଇଏ କରିବେ। ଆମେ ସବୁ ହାଇଜିନ୍ ଯୋଗାଇ ଦେବୁ। ଆମେ ଏଇ ଇଏରେ ମାନେ ଉଦ୍ଦେଶ୍ୟମୂଳକରେ ଆମେ କରିଛୁ। ଦେଖିବା ଆଜ୍ଞା ଭୁବନେଶ୍ୱରରେ ଅନେକ ସାରା ମଲ୍ଟି କ୍ୟୁଜିନ୍ ରେଷ୍ଟୁରାଣ୍ଟ ରହିଛି, ଆପଣଙ୍କର ଯେଉଁ ସମ୍ ରେଷ୍ଟୁରାଣ୍ଟ ରହିଛି ମଲ୍ଟି କ୍ୟୁଜିନ୍ ରେଷ୍ଟୁରାଣ୍ଟ, ତ ଲୋକମାନେ କାହିଁକି ଆପଣ ରେଷ୍ଟୁରାଣ୍ଟକୁ ଚୁଜ୍ କରିବେ? ଆପଣଙ୍କ ପାଖରେ କ'ଣ ଗୋଟେ ସ୍ପେଶାଲ୍ କ୍ୱାଲିଟି ରହିଛି? ଲୋକ ପ୍ରିଫର୍ କରିବେ ଏଇଥିପାଇଁ ଯେ ଖାଦ୍ୟର କ୍ୱାଲିଟିଟା ପ୍ରଥମେ ଦେଖିବେ। ଆଉ ତାପରେ ଏଇ ଯେଉଁ ଏରିଆର ଆଖପାଖରେ ଆପଣ ଦେଖିବେ ଗୋଟେ ମଲ୍ଟି କ୍ୟୁଜିନ୍ର ଏଇ ହୋଟେଲର ମାନେ ଫ୍ୟାସିଲିଟି ଯେତିକି ନାହିଁ, ସେଥିପାଇଁ ଆମେ ସେଇ ଉଦ୍ଦେଶ୍ୟରେ କରିଛୁ। ଏଇଟାକୁ ପ୍ରିଫର୍ କରିବେ କାହିଁକିନା ଏଇ ପାଖାପାଖି କିଛି ସେମିତି ନାହିଁ। ଆମେ ସେଇ ଆମେ ବି ଆମର ଭରତପୁରରେ ମୋର ଆଉ ଗୋଟେ ୟୁନିଟ୍ ଅଛି। ଯେତେବେଳେ ଆମେ ପ୍ରଥମେ ସେଇ ୟୁନିଟ୍ଟି ଖୋଲିଥିଲୁ ସେତେବେଳେ ଆମେ ଭାବିନଥିଲୁ ଯେ ଏତେ ପରିମାଣର ଲୋକ ଆମକୁ ଗ୍ରହଣ କରିବେ। ତାହାକି ସକ୍ସେସଫୁଲ୍ ହେଲା। ତାପରେ ଆମେ ଏଇଟାକୁ ମନ ବଳେଇଲୁ ଯେ ଏଠି ଗୋଟେ କଲେ ଭଲ ଚାଲିବ। ଆଚ୍ଛା ଦେଖିବା ଯଦି ସାର୍ ସେଫ୍ମାନଙ୍କ କଥା